ଜୁନାଗଡ଼ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ତୁଲେଶ୍ୱର ନାୟକଙ୍କ ପ୍ରେସମିଟ୍। ଆଗକୁ ଆସୁଛି ନିର୍ବାଚନ, ହେଲେ କିଏ କାହା ସପକ୍ଷରେ ଭୋଟ ଭିକ୍ଷା କରୁଛି ତ କିଏ ମହାଭାରତର ଶଙ୍କୁନି ପରି ଦଳରେ ମିଶି କୂଟଚକ୍ରାନ୍ତ କରୁଛି ଏହି ରାଜନୀତିକୁ ନେଇ। କାହିଁକି ନା ଆଜିର ସ୍ୱାର୍ଥପର ଦୁନିଆରେ ସବୁ ମଣିଷକୁ ବିଶ୍ୱାସ କରିବା ଅନୁଚିତ, କାରଣ ସବୁ ମଣିଷମାନେ ସମାନ ନୁହନ୍ତି ଏ ଦୁନିଆରେ। କହିବାର ମାନେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଭାବେ ଶ୍ରୀଯୁକ୍ତ ତୁଲେଶ୍ୱର ନାୟକ ମନୋନୀତ ହୋଇଛନ୍ତି ଓ ଘର ଘର ବୁଲି ଅକ୍ଲାନ୍ତ ପରିଶ୍ରମ କରି ଭୋଟ ଭିକ୍ଷା କରିବାର ଦେଖିବାକୁ ମିଳିଛି। ହେଲେ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ କଂଗ୍ରେସ ପାର୍ଟିର ତାଙ୍କ ବିଷୟରେ ଅପପ୍ରଚାର କରୁଥିବା ଦ୍ୱାରା ତାଙ୍କର ମାନହାନି ହେଉଛି ବୋଲି ଅତି ଦୁଃଖର ସହିତ ପରିପ୍ରକାଶ କରିଛନ୍ତି। ଏ ଦୁଃଖରେ ସେ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି ବୋଲି ପ୍ରେସମିଟ୍ରେ ପରିପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ ସେ ତାଙ୍କର ବନ୍ଧୁଙ୍କୁ ନିଜ ଦଳରେ ମିଶି ଭୋଟ ପ୍ରଚାର ପାଇଁ ପ୍ରଚାର କରିବାକୁ କହିଥିଲେ ଓ ପ୍ରଚାର ମଧ୍ୟ କରୁଥିଲେ, କିନ୍ତୁ କାହାର ଚାପରେ ପଡ଼ି ଯଦି ଜଣେ ଅନ୍ତରଙ୍ଗ ବନ୍ଧୁ ବଦଳିଯାଏ ତାହେଲେ ତାଠାରୁ କୌଣସି ଦୁଃଖ ଦୁନିଆରେ ନାହିଁ ବୋଲି ସେ କହିଥିଲେ। ଆସୁଥିବା ନିର୍ବାଚନରେ ନିଶ୍ଚିତ ଭାବରେ ବିଜୟ ଲାଭ କରିବେ ଓ ଲୋକଙ୍କର ଦୁଃଖ ସୁଖରେ ଛିଡ଼ା ହେବେ ବୋଲି ଗାଁଠାରୁ ଆରମ୍ଭ କରି ସହରରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ଓ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ଲୋକମାନେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରେ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଛି। ଧର୍ମଗଡ଼ରୁ ରମେଶ ବଣିଆଙ୍କ ରିପୋର୍ଟ, କୁସୁମ ଟିଭି।